आस रामचरित मानस शुणिबा श्री राम जय राम सीताराम राजा राम गाईरु दे भक्ति बीज बुणिबा आस रामचरित मानस शुणिबा ए आस रामचरित मानस शुणिबा आस रामचरित मानस शुणिबा श्री राम जय राम सीताराम राजा राम 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 गाइवत भक्ति बीज बुणिबा आस रामचरित मानस शुणिबा रामचरित मानस शुणिबा राम नाम अमृतर लहरी पाई ताकु सुखे देवा पहरी ई राम नाम अमृतर लहरी पाई ताकु सुखे देवा पहरी राम नाम अमृतर लहरी पाई ताकु सुखे देवा पहरी सेज पुरुष उत्तम नीलकमल वरण सेज पुरुष उत्तम नीलकमल वरण कांडक दंड मंडन प्रभु राजीव लोचन कांडक दंड मंडन प्रभु राजीव लोचन राम नामे सत्य जुग आनिबा आस रामचरित मानस शुणिबा ओ आस रामचरित मानस शुणिबा ओ आस रामचरित मानस शुणिबा राम नाम सत्य केड़े मधुर फजी हनु लंघिथिला सागर राम नाम सत्य केड़े मधुर भजी भूषण काक अमर होइला देख भजी भूषण काक अमर होइला देख भजी भक्त विभीषण रावण कले निधन भजी भक्त विभीषण रावण कले निधन राम नाम कुजे सुख मणिबा आस रामचरित मानस शुणिबा ओ आस रामचरित मानस शुणिबा ओ आस रामचरित मानस शुणिबा राम नाम पीयूषर काकर शुणिले जमन दिए डाकर शुणिले जमन दिए डाकर ई साधु संग प्रवचन भक्ति रे कर श्रवण साधु संग प्रवचन भक्ति रे कर श्रवण हे तुलसी रामायण प्रभु जानकी रमण हे तुलसी साधु साधु चरण साधु चरण कुहिने गणिबा आस रामचरित मानस शुणिबा ओ आस रामचरित मानस शुणिबा ओ आस रामचरित मानस शुणिबा आस रामचरित मानस शुणिबा
ମାନସ ରାମଚରିତ ମାନସ ଶୁଣିବା ଓ ଆସ ରାମଚରିତ ମାନସ ଶୁଣିବା ଓ ଆସ ରାମଚରିତ ମାନସ ଶୁଣିବା ଶୂର୍ପଣଖା ମାଳ ଧରିକି ଚାଲିଛି। ଏତିକି ବେଳେ ଦେବତାଙ୍କ ଗହଣରେ ଯାଇ ପହଞ୍ଚିଗଲା। ଭାଟ ପରିଚୟ ଦେଲା। ଜମା ଇଏ ହଉଛନ୍ତି ଦେବରାଜ ଇନ୍ଦ୍ର, ଇଏ ହେଲେ ଚନ୍ଦ୍ର, ଇଏ ହେଲେ ବରୁଣ, ଇଏ ହେଲେ ବୁଦ୍ଧ। ଅଗ୍ନି ଜଣ ଜଣ କରି ଦେବତା ମାନଙ୍କୁ ଦେଲାଣି ଚିହ୍ନାଇ ଭାଇ ଦେଲାଣି ଚିହ୍ନାଇ ଆହା ଦେଲାଣି ଚିହ୍ନାଇ କାହାକୁ ବରିବି ମନରେ ଭାରିଲା କନ୍ୟାରେ କନ୍ୟାରେ କଇ କନ୍ୟାରେ କଇ କନ୍ୟାରେ କଇ ଆହା କନ୍ୟାରେ କଇ କାହାକୁ ବରିବି ମନରେ ଭାରିଲା କନ୍ୟାରେ କଇ ଜଣ ପରେ ଜଣଙ୍କ ପରିଚୟ ଦଉଛି ଶୂର୍ପଣଖା। ଆଜ୍ଞା ଶୂର୍ପଣଖାଙ୍କୁ ଜଣେ ଭାଟ କହିଲା ଜେମା ଇନ୍ଦ୍ର ଇଏ ଇନ୍ଦ୍ର, ସେ ଚନ୍ଦ୍ର ଇଏ ଚନ୍ଦ୍ର, ସେ ବରୁଣ ସେ କୁବେର ସେ ଅଗ୍ନି ଇଏ ସମସ୍ତେ ଦେବତା ବରୁଣମାଳା ଧରିଛି। ହଁ ହଁ ରାବଣ ଅପେକ୍ଷା କରିଛି। ଆଜ୍ଞା। ଏ ମା ଭଉଣୀ ସ୍ୱୟଂବର ଯାହା ଗଳାରେ ଶୂର୍ପଣଖା ମାଳ ଦବ ହଁ ସେ ରାବଣର ଭିଣୋଇ ହବ। ଆଜ୍ଞା 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 ନାଇଁ ହଁ କହିଲା ଭାଇ ଭାଇ କାହାକୁ ବାହା ହେବି? ହଁ ଭାଇ କହିଲା କିରେ ପୁରା ଇନ୍ଦ୍ର? ଇନ୍ଦ୍ର କହିଲା ଇନ୍ଦ୍ର ମେଷାଣ୍ଡ ଚିହ୍ନ ନଳିନ ଉଡୁପତେ ମାଧବ ଗୋପ ଜାତେ ପୁତ୍ର ବଶିଷ୍ଠ କ୍ଷର ରୁଧିର ଯମ ସର୍ବଭକ୍ଷ ହୁତାଶ କୈବର୍ତ୍ତୀ ପୁତ୍ର ସଲବଣ ଜଳଧି ପାଣ୍ଡବା ଜାର ଯାଶ୍ଚ ଆଦିବାସୀ ତ୍ରିଭୁବନ ବିଜୟ ଯାୟ ତାଙ୍କ ନ ଜାତି। ଏ ମା ଶୂର୍ପଣଖା ଏମିତି ଗୋଟେ କନ୍ୟା, ସେ ରୂପକୁ ବରଣ କଲାନି, ଗୁଣକୁ ବରଣ କଲାନି, ପ୍ରଥମେ ଚରିତ୍ରକୁ ବରଣ କଲା। କନ୍ୟା କାମ ଏତେ ରୂପଂ ମାତା ବିତ୍ତମ ପିତା ଶ୍ରୁତୁମ ବାନ୍ଧବା କୁଳମିଚ୍ଛନ୍ତି ମିଷ୍ଟାନ୍ନ ଇତରେ ଜନା। ଇଏ ଦୁନିଆରେ ଯେତେ ଝିଅ ସମସ୍ତେ ଭାବନ୍ତି ମୁଁ ଯାହାକୁ ବାହା ହେବି ଟିକେ ଦେଖିବାକୁ ସୁନ୍ଦର ହବା ଦରକାର। ସାରୁ ଖା ନା ଆଳୁ ଖା? ଏତେ ସୁନ୍ଦର ମା ସେଇଆ ଚାହେଁନି। ମା ଚାହେଁ ଟିକେ ଧନ ଥିବ, ବ୍ୟାଙ୍କ ବାଲାନ୍ସ କିଛି ଥିବ, ଜମିବାଡ଼ି ଅଧିକ ଥିବ, ରୋଡ ସାଇଡ ପ୍ରପର୍ଟି ଥିବ। ନାଇଁ ଭୁବନେଶ୍ୱରରେ ଫ୍ଲାଟ 2-3ଟା ଥିବ, ତେବେ ଯାଇକି ଝିଅ ଦେବି। ବାପା ସେଇଆ ଚାହାନ୍ତିନି। ବାପା ଚାହାନ୍ତି PhD କରିଥିବ କି ମିନିମମ୍ ଗ୍ରାଜୁଏଟ୍ ହେଇଥିବ, ନହେଲେ କେମିତି ଗୋଟେ ଆଉ ବନ୍ଧୁବାନ୍ଧବ ଭଲ କୂଳରେ ତ। ଆଉ ମିଷ୍ଟାନ୍ନ ଇତରେ ଜନା ଆଗରୁ ମିଷ୍ଟାନ୍ନ ହଉଥିଲା, ଏବେ ମାଂସାନ୍ନ। ଗଣ୍ଠି ଗଣ୍ଠି ଆଉ ବାହାଘରରେ କେହି ମିଠା ଖାଇବା କାହିଁ ମୁଁ ଦେଖିପାରୁନି। ଆଜି ସାର୍ ନେଇଲେ ମତେ ମିଠା ଯାଚୁଥିଲେ, କହିଲେ ସାର୍ ମିଠା ଖାଇବା ଆସନ୍ତୁ। କହିଲେ ଆଜ୍ଞା ଏକାଦଶଟା ଆଜି ଖାଇବନି, କାଲିକି ରଖିଦିଅନ୍ତୁ। ବ୍ରାହ୍ମଣିଆ ଲୋକ ଛାଡ଼ିବି କି? କହିଲେ ଆଜି ହବନି, କାଲିକି ମାରିଦବା। ମିଠାଟା କାଲିକି ରଖିଛନ୍ତି ନା ତାକୁ ଖାଇଦେଲେ? ରଖିଛନ୍ତି ନା ନା ଖାଇ ଦେଇଛନ୍ତି? ଅଛି ତ? ହଁ ରଖିବେ ନା। ଆଉ ପାହାଳ ରସଗୋଲା ଖାଇବା। ଆଜ୍ଞା ବେଙ୍ଗଟା କିଏ ମାନେ ରଖିଛି? ସେ ମୋ ପାଇଁ ରଖିଥିଲେ କି? ନା ରଖିଛନ୍ତି କି ମୋ ପାଇଁ ସେ କଥା? ଆଜ୍ଞା ସେ ଶିଳାଟା କିଏ ନେଲା? ସେ ବେଙ୍ଗ କିଏ? ଏ କଥା ରଖିଛନ୍ତି? ସେ ବେଙ୍ଗ ଆଉ କେହି ନୁହନ୍ତି। ସେ ବେଙ୍ଗ ଆପଣ ତ ମତେ ଟ୍ରାକ୍ ଚେଞ୍ଜ କରିଦେଲେ, ଆଉ ପୁଣି ପଳେଇ ଆସୁଛି ପଛକୁ। ମୋ ଜାଗାରେ ପହଞ୍ଚିବି କେମିତି? ହଉ ଟିକେ ପରେ କହିଲେ ସାର୍ ଚଳିବ, ଟିକେ ଏ କଥାଟା ଚାଲି ଯାଉ ଟିକେ ହେଲା।
ବାନ୍ଧବା କୂଳ ମିଛନ୍ତି ମିଷ୍ଟାନ୍ନ ଇତରେ ଜନା ଜନା ଶୂର୍ପଣଖା ହଁ ଏମିତି କନ୍ୟା ଆଜ୍ଞା କଣ ପ୍ରଥମେ ଖୋଜିଲା କଣ କହିଲା ଭାଇ ଥିଲେ ଥାଉ ପଛେ ଗୁଣ ହଜାର ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ଚରିତ୍ର ନଥିଲେ ସବୁ ଅସାର ଇଏ ଇନ୍ଦ୍ର ଦେବରାଜ ହଉ ସେ କୁଟିପତି ହଉ ଆଜ୍ଞା ନହେଲେ ଯୋଉ ରାଜା ହଉଛି ହଉ ହଁ ହଁ ବ୍ରାହ୍ମଣ ପତ୍ନୀକି ହରଣକାରୀ ତାର ଅଣ୍ଡ ନାହିଁ ଏଟା ଗୋଟେ ମେଣ୍ଢା ଅଣ୍ଡ ଲାଗି ହଁ ଗୌତମ ଋଷି ପତ୍ନୀ ଅହଲ୍ୟାଙ୍କ ସହିତ ଯୋଉ ନାରେଖାରେ କଲା ଯୋଉ କାଣ୍ଡ କଲା ସେ ତାକୁ ବାହାବେ ଗୌତମ ମୁନି ଅଭିଶାପ ଦେଲେ କହିଲେ ରେ ପୁଅ ତୁ ଗୋଟେ ବ୍ରାହ୍ମଣୀ ଉପରେ ନଜର ପକେଇଲୁ ନା ତୋତେ ଅଭିଶାପ ଦଉଛି ତୁ ଯୋଉ ଜୋନି ପାଇଁ ପାଗଳ ହେଇଛୁ ତ ମୋ ସାନ ଭାଇ ବୋଧେ ଏଇ କଥା ଆଲୋଚନା କରୁଥିଲେ ଆଜ୍ଞା ମୁଁ ଟିକେ ଖଣ୍ଡେ କାନରେ ବାଜିଛି ତ ସର୍ବାଙ୍ଗ ଜୋନିମୟ ହେଇଯାଉ ଜୋନି ପାଇଁ ନାରୀ ଜୋନି ପାଇଁ ପାଗଳ ହୋଇଲୁ ସର୍ବାଙ୍ଗ ଯେ ଜୋନିମୟ ସର୍ବାଙ୍ଗ ଯେ ଜୋନିମୟ ରେ ଭଲେ ସର୍ବାଙ୍ଗ ଯେ ଜୋନିମୟ ଖଣ୍ଡ ପତନ ତ ହୋଇବ ନିଶ୍ଚୟ ହୋଇବ ନାରୀ ଜୋନି ପାଇଁ ପାଗଳା ହେଇଛୁ ତ ସର୍ବାଙ୍ଗ ଜୋନିମୟ ଇନ୍ଦ୍ରର ଯୋଉଠି ଦେଖିଲେ ଗୋଟେ ଜୋନି ବାହାରି ପଡିଲା ସେ ଅଣ୍ଡଟା ଖସି ପଡିଲା ଆଉ ଯାହାର ଜୋନି ରହିବ ତାର ଅଣ୍ଡ ରହିବ କି ଆଜ୍ଞା ଖସି ପଡିଲା କଲେ କଣ କରିବ ଆଉ ଲୁଗା ଘୁଡ଼ି ଯାଇକି ଶୁଇଲା ଆଉ ବିଚାରା ବାଟ ରେ ଗୋୟା ଧର ନାରଦ ତ ଛାଡ଼ିବେନି ନାରଦ ଆସିଲେ ନାଟକ ଟିକେ ଲଗେଇଦେଲେ କିଏ ଦେବରାଜେ ଏମିତି କାହିଁ ଶୋଇଛ ଉଠ 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 ଉଠିଲେ କହିଲେ ଦେବର୍ଷି ଆଉ ଲଜ୍ଜା ଦିଅନି ବ୍ରହ୍ମା ଆସିଲେ ଗୋଟେ ବିଧାନ ହେଲା ଏ ଯୋଉ ସର୍ବାଙ୍ଗ ଶରୀର ଜୋନି ହେଇଥିଲା ସର୍ବାଙ୍ଗ ଶରୀର ଚକ୍ଷୁମୟ କରିଦିଆଗଲା ସହସ୍ରାକ୍ଷ ହେଇଗଲେ ଇନ୍ଦ୍ର ହେଇଗଲେ ସହସ୍ରାକ୍ଷ ଶ୍ଲୋକ ପଢୁଥିଲେ ମୋ ସାନ ଭାଇ ଆପଣ ମାନେ ଶୁଣୁଥିଲେ ଆଉ ଏ ତ ଅଣ୍ଡ ପତନ ହେଇଛି ପୁରୁଷର ଗୋଟେ ମେଣ୍ଢା ଅଣ୍ଡକୁ ଆଣିକି ଲଗେଇ ହେଲା ଭାଇ ଏଟା ମେଣ୍ଢା ଅଣ୍ଡ ଏଇଟାକୁ ମୁଁ ବାଇବି ନଳିନ ଉଠୁପତେ ମାଧବ ଗୋପଜାତ ର ଗୟା ଧର